ବାରିପଦା ଅଞ୍ଚଳର ପ୍ରଶାସନର ନାକ ତଳେ କ୍ୱାକ୍ ଓ ନିଜକୁ ପିଏମ୍ପି ଡାକ୍ତର କହି ବେଧଡ଼କ ଚଳାଉଛନ୍ତି କ୍ଲିନିକ୍। ହଜାର ହଜାର ଲକ୍ଷ ଲକ୍ଷ ଲୁଟି ଚାଲିଛନ୍ତି ଗରିବଙ୍କ ଟଙ୍କା। ଅସୁରକ୍ଷିତ ଜନଜୀବନ। ବିଭାଗୀୟ ଅଧିକାରୀମାନେ ସବୁ ଦେଖି ମଧ୍ୟ ଅଣଦେଖା। ଏହି ଚୁପ୍ ପଛରେ କାହାଣୀ କ'ଣ? ଅପାଠୁଆ ଡାକ୍ତରଙ୍କର କବ୍ଜାରେ ସ୍ୱାସ୍ଥ୍ୟ ଅଧିକାରୀ ରହିଛନ୍ତି କି? ବାରିପଦା ବ୍ଲକ ଅନ୍ତର୍ଗତ ରାଜବସା, ମୁଣ୍ଡୁରି ତଥା ଏହାର ଆଖପାଖରେ ଅପାଠୁଆ ଡାକ୍ତରଙ୍କର ପ୍ରାଦୁର୍ଭାବ। ମୂର୍ଖ ଡାକ୍ତରଙ୍କର ଇଏ ହେଉଛି ନଗ୍ନ ଚିତ୍ର। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଜଣେ ସୁସ୍ଥ ମଣିଷ ଦୁନିଆର ସବୁଠାରୁ ସୁଖୀ ମଣିଷ। ଆଉ ପ୍ରତିଟି ଜୀବନ ମୂଲ୍ୟବାନ। ତେଣୁ କେନ୍ଦ୍ର ଓ ରାଜ୍ୟ ଉଭୟ ସରକାର ହ୍ୟୁମାନ୍ ହେଲ୍ଥ ପାଇଁ ପ୍ରତିଦିନ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା, ଭୁଲ ଚିକିତ୍ସା ଓ ଭୁଲ ଚିକିତ୍ସକଙ୍କ ଦୃଷ୍ଟି ଆଡ଼ୁଆଳରେ ରଖି କ୍ୱାକ୍ ଓ ପିଏମ୍ପି ମାନଙ୍କ ଚିକିତ୍ସାକୁ ପ୍ରୋତ୍ସାହନ ଦେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ବାରିପଦା ସହରର ଅନତି ଦୂରରେ ଦୁର୍ଗା ପ୍ରସନ୍ନ ଦାସ ନାମକ ବ୍ୟକ୍ତି ନିଜକୁ ଡାକ୍ତରର ପରିଚୟ ଦେଇ ଚ୍ୟାମ୍ବର ଖୋଲି ଔଷଧ ଦେବା, ସେଠାରେ ମିନି ନର୍ସିଂ ହୋମ୍ ଭଳି ରୋଗୀ ରଖି ସାଲାଇନ୍ ଇଞ୍ଜେକ୍ସନ ଦେବାର ଦୃଶ୍ୟ ସାମ୍ନାକୁ ଆସିଛି। ବିଭିନ୍ନ ପ୍ରକାର ଡ୍ରଗ୍ସକୁ ବ୍ୟବହାର କରିବାକୁ ମଧ୍ୟ ପଛାଉନାହାନ୍ତି। ଉକ୍ତ ବ୍ୟକ୍ତିଙ୍କ ନିକଟରେ କୌଣସି ଡାକ୍ତରୀ ପ୍ରମାଣପତ୍ର ନଥାଇ ନିର୍ଦ୍ୱନ୍ଦ୍ୱରେ ଚିକିତ୍ସା କରିବା ଏବଂ ଏଭଳି ସ୍ୱଘୋଷିତ ଡାକ୍ତରଙ୍କ ହାତରେ ରୋଗୀର ଜୀବନ କେତେ ସୁରକ୍ଷିତ ତାହା ବର୍ତ୍ତମାନ ପ୍ରଶ୍ନବାଚୀ। ଜିଲ୍ଲାର ଏମିତି ଅନେକ କ୍ଲିନିକ୍ ଛତୁ ଫୁଟିବା ଭଳି ଲୁଚାଛପାରେ ଚାଲିଥିବା ବେଳେ ବିଭାଗୀୟ ଉଦାସୀନତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ଜିଲ୍ଲାବାସୀ। ଅଧିକାଂଶ ସମୟରେ ଭୁଲ ଚିକିତ୍ସାରୁ ମୂଲ୍ୟବାନ ଜୀବନ ଅକାଳରେ ମଧ୍ୟ ଚାଲି ଯାଉଥିବାର ଅନେକ ନଜିର ଅଛି। ଜିଲ୍ଲାର 40% ଲୋକ ଅଶିକ୍ଷିତ ଏବଂ ସରଳ ବିଶ୍ୱାସୀ ହୋଇଥିବାରୁ ଜନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବି ହେଉଛି। ବାରିପଦାରୁ ଗୌର ଦାସ ଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।